Hello students, this is question paper 2019 2019 ମସିହାର ଚାଲ 15ଟା ଡେସ୍ ଫିଲ୍ଅପ୍ କ'ଣ ପଡ଼ୁଥିଲା ଦେଖିବା ତାର ପାଖାପାଖି ଆସିବ। ଉଦାହରଣ 1 ନମ୍ବର ଦେଖ, ଡେସ୍ ଇଜ୍ ଦି ମିଡିଲ୍ ଟାୟାର ଅଫ୍ ପଞ୍ଚାୟତ ରାଜ ସିଷ୍ଟମ୍ ଇନ୍ ଓଡ଼ିଶା। ମିଡିଲ୍ ଟାୟାର ବୋଲେ ପଞ୍ଚାୟତ ସମିତି ହେବ ବ୍ଲକ ଲେଭେଲର, ବୋଲେ ଏଥର ଏମିତି ପଚାରିବ ପଞ୍ଚାୟତ ସମିତି ଡେସ୍ ଲେଭେଲର ବୋଲେ ବ୍ଲକ ଲେଭେଲର, ହେଲେ ମିଡିଲ୍ ଟାୟାର ନହେଲେ ଅପର ଟାୟାର ପକାଇବ। ଅପର ଟାୟାର ଜିଲ୍ଲା ପରିଷଦ, ଲୋୟର ଟାୟାର କ'ଣ ହେବ ପିଲାମାନେ ଗ୍ରାମ ପଞ୍ଚାୟତ। ତେଣୁ ପଞ୍ଚାୟତ ରାଜର ମାଧ୍ୟମ ସ୍ତର କ'ଣ, ଊର୍ଦ୍ଧ୍ୱ ସ୍ତର କ'ଣ, ନିମ୍ନ ସ୍ତର କ'ଣ, ତିନିଟା ଭିତରୁ ଗୋଟେ ଆସିପାରେ, ମନେ ରଖିବା ଅଛି। ନେକ୍ସଟ ଯିବା ଚାଲ। B ନମ୍ବର ଦେଖ, ଦେର୍ ଆର୍ ଡେସ୍ ଲିଷ୍ଟସ୍ ଇନ୍ ଦି 7th schedule ଅଫ୍ ଦି କନଷ୍ଟିଟ୍ୟୁସନ୍ ଅଫ୍ ଇଣ୍ଡିଆ। ଭାରତ ସମ୍ବିଧାନର 7ମ ପରିଚ୍ଛେଦରେ ଡେସ୍ଟି ତାଲିକା ଅଛି, 3ଟି ତାଲିକା ଅଛି। ଓକେ, ତ ଏଇ ହିସାବରେ ମନେ ରଖ। ଏବେ ଡେସ୍ ଅନୁଚ୍ଛେଦରେ 3ଟି ତାଲିକା ଅଛି ବୋଲିକି ଆଇଲେ 7ମ ଅନୁଚ୍ଛେଦ ହେବ। କୋଶ୍ଚିନ୍କୁ ଉଲ୍ଟା ପାଲ୍ଟା କରିକି ଦେଇପାରେ। ସୋ ଏଇ ହିସାବରେ ତୁମେ ଧାରଣା ଥିବା ଦରକାର। ଓକେ, ଚାଲ ଦେଖ C ନମ୍ବର ନେକ୍ସଟ। Indirect democracy is also known as dash democracy. ପରୋକ୍ଷ ଗଣତନ୍ତ୍ରକୁ ମଧ୍ୟ ଡେସ୍ ଗଣତନ୍ତ୍ର କୁହାଯାଏ। କ'ଣ କୁହାଯାଏ? ରିପ୍ରେଜେଣ୍ଟେଟିଭ ଡେମୋକ୍ରେସି, ମାନେ ପ୍ରତିନିଧିମୂଳକ ଗଣତନ୍ତ୍ର। ସେମିତି ପ୍ରତ୍ୟକ୍ଷ ଗଣତନ୍ତ୍ରକୁ ଡେସ୍ ଗଣତନ୍ତ୍ର କୁହାଯାଏ ବୋଲେ କ'ଣ ଲେଖିବ ପିଲାମାନେ? ବିଶୁଦ୍ଧ ଗଣତନ୍ତ୍ର, ଇଂଲିଶରେ ପିଓର ଡେମୋକ୍ରେସି ବୋଲିବେ। ଚାଲ ନେକ୍ସଟ ଡି ଯିବା। ନମ୍ବର ଡି, ରିଜନାଲିଜମ ଇଜ୍ ଏ ଚ୍ୟାଲେଞ୍ଜ ଟୁ ଡେସ୍ ବିଲ୍ଡିଂ ନେସନ ବିଲ୍ଡିଂ। ଆଞ୍ଚଳିକତାବାଦ ଦେଶ ନିର୍ମାଣର ଏକ ଆହ୍ୱାନ, ରାଷ୍ଟ୍ର ନିର୍ମାଣ ବା ଜାତି ଗଠନର ଏକ ଆହ୍ୱାନ ବୋଲିକି ତୁମେ ଲେଖିବ। ଏଇଟା କେମିତି ଆସିବ? ଦେଶର ଗଣତନ୍ତ୍ରର ଏକ ଡେସ୍ ବୋଲିକି ଭାରି ଆସିବ, ବୋଲେ ତୁମେ କ'ଣ ଲେଖିବ? ଆହ୍ୱାନ ବୋଲିକି ଲେଖିବ। ତ ଏଇ ହିସାବରେ ମନେ ରଖିବା ଅଛି। ଚାଲ ନେକ୍ସଟ ଇ ନମ୍ବର ଦେଖ, AIADMK ଇଜ୍ ଏ ରିଜନାଲ ପାର୍ଟି ଅଫ୍ ଡେସ୍ ଷ୍ଟେଟ୍, ତାମିଲନାଡୁ। ସେମିତିକା RJD ଡେସ୍ର ବୋଲେ ବିହାରର ଲେଖିବ। ସେମିତି ଅକାଳୀ ଦଳ ଡେସ୍ର ବୋଲେ ପଞ୍ଜାବର ବୋଲି ଲେଖିବ। ଓକେ, ତିରୁମୂଳ କଂଗ୍ରେସ ଡେସ୍ର ବୋଲେ ୱେଷ୍ଟ ବେଙ୍ଗାଲ ବୋଲି ଲେଖିବ। ତ ମନେ ରଖିଥାଏ, ଏଇ ହିସାବରେ ଗୋଟେ କ୍ୱେଶ୍ଚିନ୍ ଆସୁଛି। F ନମ୍ବର, ଆର୍ଟିକଲ ଡେସ୍ ରିଲେଟ୍ସ ଟୁ ଇଣ୍ଟରଷ୍ଟେଟ୍ ୱାଟର ଡିସ୍ପ୍ୟୁଟ୍ ବୋଲି ଡିଷ୍ଟ୍ରିବ୍ୟୁସନ୍। ଏଇଟା ହେଉଛି ଆର୍ଟିକଲ 262। ସେମିତି ଇଣ୍ଟରଷ୍ଟେଟ୍ କାଉନସିଲ୍ ଏଥର ଆସିପାରେ। ଇଣ୍ଟରଷ୍ଟେଟ୍ କାଉନସିଲ୍ 263 ହେଲା ନା, ବୋଲେ ଅନ୍ତରାଜ୍ୟ ଜଳ ବଣ୍ଟନ ବୋଲେ 262, କିନ୍ତୁ ଅନ୍ତରାଜ୍ୟ ପରିଷଦ ବୋଲେ 263। ଦୁଇଟା ଯାକ ଆର୍ଟିକଲ ଇମ୍ପୋର୍ଟାଣ୍ଟ, ମନେ ରଖିଥାଅ। ନେକ୍ସଟ ଚାଲ ଜି ନମ୍ବରକୁ ଯିବା। In the Desh province of India, Ulfa terrorist appears. এটা আসামরে উলফা ଦେଖିବାକୁ ମିଳୁଛି। ଓକେ, ଓଭର। H ନମ୍ବର ଦେଖ, the International Court of Justice consists of dash judges, 15 judges। ଅନ୍ତର୍ଜାତୀୟ ନ୍ୟାୟାଳୟରେ 10 ଜଣ ବିଚାରପତି ଅଛନ୍ତି ବୋଲେ 15 ଜଣ। ସେମିତି ସିକ୍ୟୁରିଟି କାଉନସିଲର ନମ୍ବର ମେମ୍ବର୍ସ କେତେ ବୋଲି ପଚାରିଲେ ମଧ୍ୟ ତୁମେ କ'ଣ କରିବ? 15 ଜଣକା ଲେଖିବ, 5 ଅସ୍ଥାୟୀ ଆଉ 10 ଅସ୍ଥାୟୀ। ସେମିତି ମିଳିତ ଜାତିସଂଘର ମୋଟ ସଦସ୍ୟ ସଂଖ୍ୟା କେତେ ବୋଲେ 193, ମନେ ରଖିଥିବ। ଓକେ, ନେକ୍ସଟ କ୍ୱେଶ୍ଚିନ୍ ଦେଖ, ଏଭ୍ରି ଇୟର ଡେସ୍ ଇଜ୍ ଅବଜର୍ଭ ଏଜ୍ ଦି UN ଡେ। ଅକ୍ଟୋବର 24 UN ଡେ, ମନେ ରଖିଥିବ। ସେମିତି ମାର୍ଚ୍ଚ 8 ଓମେନ୍ ଡେ, ଜୁନ୍ 5 ତୁମର ପରିବେଶ ଦିବସ, ଏନଭାରମେଣ୍ଟାଲ ଡେ। ତିନିଟା ଯାକ ଡେ ଇମ୍ପୋର୍ଟାଣ୍ଟ। ନେକ୍ସଟ କ୍ୱେଶ୍ଚିନ୍ ଦେଖ, ସୁନ୍ଦରଲାଲ ବହୁଗୁଣ ଟୁକ୍ ଲିଡରସିପ୍ ଇନ୍ ଡେସ୍ ମୁଭମେଣ୍ଟ ବୋଇଲା, ଚିପକୋ ମୁଭମେଣ୍ଟ। ଓକେ, ମେଧା ପାଟକର ହେଉଛି ନର୍ମଦା ବଚାଓ ମୁଭମେଣ୍ଟ। ଏ ଦୁଇଟା ବାରମ୍ବାର ଦେଖିକି ଯାଇଥିବ, ଇଆଡ଼େ ସିଆଡ଼େ ହେଇଯିବ। ଓକେ, ନେକ୍ସଟ କେ ନମ୍ବର ଦେଖ, ଅଣ୍ଡର ଆର୍ଟିକଲ ଡେସ୍ ଦି ଫାଇନାନ୍ସିଆଲ ଏମର୍ଜେନ୍ସି କ୍ୟାନ୍ ବି ଡିକ୍ଲେୟାର୍ଡ, 360। ଡେସ୍ ଧାରା ଅନୁସାରେ ଆର୍ଥିକ ଜରୁରୀ ପରିସ୍ଥିତି ଘୋଷଣା ହୁଏ, 360। ସେମିତି ଆଉ ଦୁଇଟା ଜରୁରୀ ପରିସ୍ଥିତି ମଧ୍ୟ ଦେଖି ଯାଇଥାଉ, ତିନିଟା ଭିତରୁ ଗୋଟେ ଆସିବ। ଓକେ, ନେକ୍ସଟ କ୍ୱେଶ୍ଚିନ୍, ଡେସ୍ ଇଜ୍ ଦ ଫାଉଣ୍ଡର ଅଫ୍ ବହୁଜନ ସମାଜ ପାର୍ଟି। ବହୁଜନ ସମାଜ ପାର୍ଟିର ହେଉଛି ପିଲାମାନେ କାଞ୍ଚିରାମ। ନେକ୍ସଟ ଏମ୍ ନମ୍ବର, ଦି ଟେନ୍ୟୁର ଅଫ୍ ଫାଇନାନ୍ସ କମିଶନ, କେତେ ବର୍ଷ? ଅର୍ଥ ଆୟୋଗର କାର୍ଯ୍ୟକାଳ 5 ବର୍ଷ, 5 years। ଅର୍ଥ ଆୟୋଗ କିଏ ଆପଏଣ୍ଟ କରୁଛି? ପ୍ରେସିଡେଣ୍ଟ ଅଫ୍ ଇଣ୍ଡିଆ। ଆର୍ଟିକଲ କେତେ? 280, 280 ଆର୍ଟିକଲ, ମନେ ରଖିବ। ନେକ୍ସଟ ଯିବା ଏନ୍ ନମ୍ବର, ଇଣ୍ଡିଆ ଇଜ୍ ଫେଡରାଲ ଇନ୍ ଫର୍ମ ବଟ୍ ଡେସ୍ ଇନ୍ ସ୍ପିରିଟ୍, ୟୁନିଟାରୀ ଇନ୍ ସ୍ପିରିଟ୍। ଓକେ, ବୋଲେ ଭାରତ ଗଠନ ଦୃଷ୍ଟିରୁ ସଂଘୀୟ ହେଲେ ମଧ୍ୟ ତାର ଇଏ ଦୃଷ୍ଟିରୁ ଐକିକ ଅଟେ ବୋଲି ଲେଖିବ। ଏଇ ଡେସ୍ରେ ଐକିକ ଆସିବ ପିଲାମାନେ। ଲାଷ୍ଟ କ୍ୱେଶ୍ଚିନ୍ଟା ଦେଖ ପିଲାମାନେ, ଏଇଟାକା ବୁଲେଇକି ଆସିଲା ବୋଲିବେ। ଡେସ୍ ୱାଜ୍ ଦି ପ୍ରୋପାଉଣ୍ଡର ଅଫ୍ ଗ୍ରାମ ସ୍ୱରାଜ ବୋଲେ ଲୋକାଲ ସେଲ୍ଫ ଗଭର୍ଣ୍ଣମେଣ୍ଟ। ଏଇଟା ହେଉଛି ମହାତ୍ମା ଗାନ୍ଧୀ। ଡେସ୍ ଗ୍ରାମ ସ୍ୱରାଜର ପ୍ରବକ୍ତା ବୋଲେ ସ୍ଥାନୀୟ ଶାସନ ବ୍ୟବସ୍ଥା କିଏ କାହାର ଇଏ ଅନୁସାରେ ଭାରତରେ ପ୍ରଚଳନ ହୋଇଛି, ସ୍ୱାୟତ୍ତ ଶାସନ ବ୍ୟବସ୍ଥା ବୋଲେ ମହାତ୍ମା ଗାନ୍ଧୀ। ତେଣୁକରି ଆନ୍ସର ହେବ ମହାତ୍ମା ଗାନ୍ଧୀ। ଆଚ୍ଛା ପିଲାମାନେ, ତୁମେ କ୍ୱେଶ୍ଚିନ୍ର ଆନ୍ସର ସବୁ ଯାକ ନୋଟ୍ କରି ରଖ। ଆମ୍ବିରେ ବହୁତ ଗୁଡ଼ିଏ ପାଖାପାଖି ବା ବିପରୀତ ବା ତା ସାଇଡ୍ ଚାପ୍ଟରର ଏମିତି ହେଇକି ରିପିଟ୍ ହେଇକି ଆସିବ। ସେଇ ହିସାବରେ ମୁଁ ତୁମକୁ ଗାଇଡ଼ କରୁଛି। ଡୋଣ୍ଟ ମିସ୍ ଦିସ୍ ଚ୍ୟାନେଲ୍, ପ୍ଲିଜ୍ ସବସ୍କ୍ରାଇବ୍ and keep touch with the channel. Okay, thank you very much for watching. Bye.